ମୁଁ ଗୁଟୁ ଆପଣ କ୍ଷେତ୍ର କଥା ୟୁଟ୍ୟୁବ୍ ଚ୍ୟାନେଲକୁ ପୁଣି ଥରେ ସ୍ୱାଗତ କରୁଛି। ଆଜି ଆମେ ଜାଣିବା ଆମ ଧାନ ଫସଲରେ ବା ଆମ ଫସଲରେ କେଉଁ ସାର ଦେଲେ ଭଲ ପିଲା ଆସିଥାଏ, ଜଲ୍ଦି ଗ୍ରୋଥ୍ ହୋଇଥାଏ, କ'ଣ କେମିତି କରିବା ଆସନ୍ତୁ ଜାଣିବା। ଦେଖନ୍ତୁ, ଆମେ ପ୍ରଥମେ ନେବା ଗ୍ରୋମର 28-28-0, ଯେଉଁଥିରେ କି ଆମର ନାଇଟ୍ରୋଜେନ୍ 28% ରହୁଛି, ଫସ୍ଫରସ୍ ରହୁଛି 28% ଆଉ ପୋଟାସିୟମ୍ 0% ରହୁଛି। ଆପଣ ଚାହିଁଲେ ତାକୁ ନେଇପାରିବେ କିମ୍ବା ଆମର ଗ୍ରୋମର 20-20-13କୁ ନେଇପାରିବେ। ଏ ବି ମଧ୍ୟ ବହୁତ ଭଲ ସାର। ଏଥିରେ ଆମର ରହୁଛି ନାଇଟ୍ରୋଜେନ୍ 20%, ଫସ୍ଫରସ୍ 20% ଆଉ ସଲଫର 13%। ଆମେ ଯଦି ଗ୍ରୋମର ନେଇକି ପକାଉଛେ ତାହେଲେ ମାନେ ଗଛକୁ ବଢ଼େଇବାରେ ସାହାଯ୍ୟ କରିଥାଏ ଆଉ ଅମଳ ଆମର ଆସିବାରେ ସାହାଯ୍ୟ କରିଥାଏ। କେମିତି ମାନେ ଜଲ୍ଦି ଚେର ବଢ଼ିବାରେ ମଧ୍ୟ ଏହାକୁ ସାହାଯ୍ୟ କରିଥାଏ। ମାନେ ଓଭରାଲି ଦେଖିବାକୁ ଗଲେ ଗଛର ଗ୍ରୋଥରେ ଇଏ ସାହାଯ୍ୟ କରିଥାଏ। ଏହାପରେ ଆମେ ଜାଣିବା ୟୁରିଆ ବିଷୟରେ। ୟୁରିଆରେ ପ୍ରାୟ ନାଇଟ୍ରୋଜେନ୍ 46% ରହୁଛି, ଯେଉଁଟାକି ବହୁତ ଭଲ। ଗଛକୁ ଆମର ବୃଦ୍ଧି କରିବାରେ ବା ଗ୍ରୋଥ୍ କରିବାରେ ନାଇଟ୍ରୋଜେନ୍ ସାରର ବହୁତ ଭୂମିକା ରହିଛି। ଆପଣ ଏହାକୁ ମଧ୍ୟ ନେଇପାରିବେ। 46% ରହୁଛି, ଆପଣ ବ୍ୟବହାର କରିପାରିବେ, ଯେଉଁଟାକି ଆମ ନୀଳ ଦେଖାଯିବ ଆଉ ଗଛର ବୃଦ୍ଧିରେ ସାହାଯ୍ୟ କରିବ। ଏହାପରେ ଆମେ ଜାଣିବା ପଟାସ୍ ବିଷୟରେ। ଆମର MOP ବା ପଟାସରେ ଆମର ପଟାସିୟମ୍ ରହିଛି, ଯେଉଁଟାକି ଆମର ପ୍ରମୋଟ୍ କରେ ଷ୍ଟ୍ରେନ୍ଥ ଗ୍ରୋଥକୁ, ମାନେ ଆମର ଗଛର ଗ୍ରୋଥକୁ ଷ୍ଟ୍ରେଞ୍ଜର ଗ୍ରୋଥକୁ ପ୍ରମୋଟ୍ କରିଥାଏ। ଆଉ ତାପରେ ଆମର ଫ୍ରୁଟ୍ ମାନେ ଆମ ଫଳ ବଢ଼େଇବାରେ ମଧ୍ୟ ଏହା ସାହାଯ୍ୟ କରିଥାଏ ବହୁତ ପରିମାଣରେ। ଫ୍ଲାୱାର ପ୍ରଡକ୍ସନରେ ମଧ୍ୟ ସାହାଯ୍ୟ କରିଥାଏ ବହୁତ, ମାନେ ଫୁଲ ଆସିବା ପାଇଁ ବି ସାହାଯ୍ୟ କରିଥାଏ ବହୁତ ପଟାସିୟମ୍। ଆଉ ମାନେ ଗଛକୁ ଯଦି ବାଧା ହୋଇଛି ମାନେ କେଉଁ କାରଣରୁ, ତାହେଲେ ଇଏ ମଧ୍ୟ ବହୁତ କାମ କରିଥାଏ ପଟାସିୟମ୍ଟା ବା ପଟାସ୍ଟା। ତାପରେ ଆମେ ଜାଣିବା ଆମର ମ୍ୟାଗ୍ନେସିୟମ୍ ସଲଫେଟ୍ ବିଷୟରେ। ମାନେ ତାକୁ ପ୍ରୟୋଗ କଲେ ଆମକୁ କ'ଣ ଉପକାର ମିଳିପାରିବ ତା ବିଷୟରେ ଆମେ ଜାଣିବା। ଯଦି ଆମେ ଆମ ଫସଲରେ ମ୍ୟାଗ୍ନେସିୟମ୍ ବ୍ୟବହାର କରୁଛେ, ଆମକୁ ମ୍ୟାଗ୍ନେସିୟମ୍ ଆଉ ସଲଫର ମିଳିଥାଏ, ଯେଉଁଟାକି ଆମର କ୍ଲୋରୋଫିଲ୍ ଉତ୍ପାଦନରେ ବୃଦ୍ଧି କରିଥାଏ ଏବଂ ଆଲୋକ ଶ୍ଳେଷଣ ପ୍ରକ୍ରିୟା କରିବାରେ, ମାନେ ଗଛ ଆଲୋକ ଶ୍ଳେଷଣ ପ୍ରକ୍ରିୟା କରିବାରେ ଆମକୁ ଇମ୍ପ୍ରୁଭ୍ ଦେଖାଇଥାଏ ବା ବୃଦ୍ଧି ହୋଇଥାଏ। ଆଉ ସବୁଜ କଣିକା ମଧ୍ୟ ଭଲ ହୋଇଥାଏ, ସୁସ୍ଥ ପତ୍ର ସୃଷ୍ଟି କରେ ଆଉ ଗଛକୁ ନୀଳ ଦେଖାଇବାରେ ସାହାଯ୍ୟ କରିଥାଏ। ଏହାପରେ ଆମେ ଜାଣିବା ଆମର କ୍ୟାଲସିୟମ୍ ନାଇଟ୍ରେଟ୍ ବ୍ୟବହାର କଲେ ଆମକୁ ଲାଭ ମିଳିଥାଏ ଆଉ କେତେ ବ୍ୟବହାର କରିବା। ଏହାକୁ ବ୍ୟବହାର କରିବା ଫଳରେ ଆମକୁ ପ୍ରମାଣିତ କୋଷ ଗଠନରେ ସାହାଯ୍ୟ କରିଥାଏ, ପୁଷ୍ଟିକର ତତ୍ତ୍ୱ ବଢ଼ାଇଥାଏ ଏବଂ ରୋଗ ଏବଂ ପରିବେଶଗତ ଚାପ, ଯେଉଁଟା ଆମ ପରିବେଶ ଧନ ଖରା ହେଲା କି ବର୍ଷା ବହୁତ ହେଲା, ଚାପ ଯେଉଁ ପଡ଼ିଥାଏ ଗଛ ଉପରେ, ସେଇଟାକୁ ତା ପ୍ରତି ବୃଦ୍ଧି ଆମର ଘଟାଇଥାଏ, ଯେଉଁଟାକି ଚାପ ଦୟାରୁ ରକ୍ଷା କରିଥାଏ ଆମ ଧାନ ଫସଲ ବା ବିଭିନ୍ନ ପ୍ରକାର ଫସଲକୁ। ସେଥିପାଇଁ ଆମେ କ୍ୟାଲସିୟମ୍ ବ୍ୟବହାର କରୁଛେ, ଯେଉଁଥିରେ କି କ୍ୟାଲସିୟମ୍ ଆଉ ନାଇଟ୍ରୋଜେନ୍ ମିଶିକି ରହୁଛି। ଆମେ ଏକରକୁ ଏହାକୁ 8-10 କିଲୋ ମଧ୍ୟ ୟୁଜ୍ କରିପାରିବା, ଯେଉଁଟାକି ଭଲ ଆମକୁ ରେଜଲ୍ଟ ଦେଖାଇବାରେ ସାହାଯ୍ୟ କରିଥାଏ। ଏହାପରେ ଆମେ ଜାଣିବା ଜିଙ୍କ୍ ସଲଫର ବିଷୟରେ, ଯେଉଁଥିରେ କି ଜିଙ୍କ୍ 33% ଆଉ ସଲଫର 15% ରହୁଛି। ଯଦି ଆପଣ ଆଣୁଛନ୍ତି ଏ ପ୍ୟାକେଟ୍କୁ, ତାହେଲେ ଆପଣ ଆମ ଫସଲରେ ମାନେ ଫସଲ ଉତ୍ପାଦନ ବୃଦ୍ଧି କରିବାରେ ଜିଙ୍କ୍ ସାହାଯ୍ୟ କରିଥାଏ ବା ଜିଙ୍କ୍ ସଲଫେଟ୍ ଉତ୍ପାଦିତ ଦ୍ରବ୍ୟର ଗୁଣବତ୍ତା ବା ଉନ୍ନତ କରେ ବା ଦେଖିବାକୁ ସୁନ୍ଦର କରିଥାଏ, ସାହାଯ୍ୟ କରିଥାଏ। ବିଭିନ୍ନ ଚାପ ବିରୁଦ୍ଧରେ ଗଛ ଗୁଡ଼ିକୁ ଶକ୍ତିଶାଳୀ କରେ, ଯାହାଫଳରେ କି ଆମେ ଆଗାମୀ ଦିନରେ ଆମ ଗଛ ଗୁଡ଼ିକ ହେଲ୍ଦି ଆଉ ଭଲ ଗ୍ରୋଥ୍ ଦେଖିବାକୁ ମିଳିଥାଏ। ଗଛ ଗୁଡ଼ିକ ବହୁତ ସୁନ୍ଦର ମଧ୍ୟ ଦେଖିବାକୁ ମିଳିଥାଏ, ପୁରା ଗ୍ରୀନ୍ ଦେଖାଯାଏ। ଗ୍ରୀନ୍ ତାରା ପତ୍ର ସବୁ ପ୍ରାୟ ଟାଇମ୍ ମାନେ ନୀଳ ହେଇକି ରହିଥାଏ। ଏହା ବହୁତ ଭଲ ସାର, ଆପଣ ମଧ୍ୟ ଆପଣଙ୍କ ଧାନ ଫସଲରେ ବ୍ୟବହାର କରିପାରିବେ ଏହାକୁ। ଏହାପରେ ଆମେ ଜାଣିବା ସାଗରିକା ବା ସିଉଇଡ୍ ଫର୍ଟିଲାଇଜର୍ ଗ୍ରେନଲ୍ସ ବିଷୟରେ, ଯେଉଁଟାକି ଇଫ୍କୋ କମ୍ପାନୀର। ଆପଣ
आपण आकु मध्य आपणक फसल मिसी प्रयोग करें। यह प्राय एकरकू 10 केजी हिसाब से आप प्रयोग करें। आपण जदि यह व्यवहार करें आमर बिहन अंकुर वृद्धि करिबारे एही सागरिका सार आमको साहाय्य करिथाए। पोषक तत्व ग्रहण को उन्नत करिथाए, जोटा कि आम धन सार प्रयोग कले से आनिकी गछ पाखे जोगेबारे आमको साहाय्य करिथाए एवं सामग्रिक फसल उत्पादन एवं गुणवत्ता वृद्धि करिबारे गछ को साहाय्य बहुत परिमाण रे करिथाए। यह माने बहुत भल सार आपण यह व्यवहार करें। आपण यार जब 25 केजी पैकेट आणुछंती ताले प्राय 1050 टका पड़ जाउछि। याठार मध्य कम हो पारे आपण एरिया रे। देखो सब सार गुड़ी आम जहाँ जहाँ सार नेले ताको सब जाक भल भाव में मिसई देवे। तापरे आपण खेत बा जमी रे आपण भल भाव में पकई दिंतु, जमीक चारिआडे पड़ो समान परिमाण रे ताको भल भाव में मिसई देवे। जल्दी पकईदेवे कहीं पानी हो जावर संभावना बहुत न तो निश्चय पानी हो आपन से सांगे सांगे गोलैकी सांगे सांगे लोक कर निजे पकईवा चाहूँ। जदि निजे पकई दिंतु सांगे सांगे जमार यहाँ रखतु ना, पानी हो आपण फसल बहुत परिमाण में भल देखा। देखु धान गछ गुड़िक मोर केमी देखागला। आपण यही सार गुड़िक प्राय गुंठ को प्राय 2.5 केजी बा 3 केजी हिसाब से आप दिंतु। बहुत भल अमल आसो, बहुत भल गछ भी ग्रोथ भल आसो। आपण जमी रे बेसी पानी रखिए ना, जिते बड़े सार प्रयोग करुँच अल्प पानी रखिकी सार प्रयोग कर दिंतु। तापर 2 दिन खंडे रखिकी तापर पानी आपण भरी नियंतु, बहुत भल रिजल्ट देखा मिलता है। आपण चाहिए यही पद्धति आपणकर जमी को बहुत जल्दी ग्रोथ करिबारे साहाय्य आपण करेंगे। देखो मो जमी केते नील देखागला। मुझे व्यस्त रुआ आरंभ हो जाता काम जो मुझे भिडियो आनी पार नी, एवं किंतु निश्चय भिडियो आने को चेष्टा करी। आपण मो चैनल सहित जोड़ी रुहतु। चैनल को सब्सक्राइब लाइक कमेंट करूँ। आपण आड़े वर्षा केमती कौन हो कमेंट माध्यम जनइबे। आम आड़े जमार वर्षा हो ना। आपण एरिया रे केते कौन वर्षा होची, आपण को जिल्ला देखुछंती आगु को भिडियो आनिबा को चाहुछंती ता ऊपर कमेंट माध्यम रे जणांतु। मु आपणक पई भिडियो आनिबा पई निश्चय चेष्टा करिवि। शेष जाय भिडियो देखिथिबारु आपण माननकु बहुत बहुत धन्यवाद। रहुछि। जय जगन्नाथ।